ପଲ୍ଲବୀ ଦାଦିମାକୁ କହିବେ, ଦାଦିମା ଚାଲନ୍ତୁ ମୁଁ ଆପଣଙ୍କୁ ନେଇ ରୁମ୍ରେ ଛାଡ଼ିଦେବି। ତାପରେ ଦାଦିମା କହିବେ, ଆରେ ମୁଁ କ'ଣ ଏତେ ବୁଢ଼ୀ ହେଇଯାଇଛି ଯେ ଏକା ଏକା ଯାଇପାରିବିନି? ହଁ, ତମେ 2 ଜଣ ଏଇଠି ଥାଅ। ସେ ଶୁକୁଟି ଆସିଲା ମାତ୍ରେ ତମେ 2 ଜଣ ମୋତେ ଡାକିଦବ, ହେଲା, ବୁଝିଲ? ତାପରେ ପଲ୍ଲବୀ କହିବେ, ଆଜ୍ଞା ଦାଦିମା। ତାପରେ ଦାଦିମା କହିବେ, ଠିକ୍ ଅଛି, ମୁଁ ଯାଉଛି। ଏମିତି କହି ଦାଦିମା ଚାଲି ଯାଉଥିବେ। ଆଉ ପୁଣି କହିବେ, ଆଉ ହଁ ଶୁଣୁ, ମୋର ଏ ପାନ ଡବାଟା ଟିକେ ରଖିଦେବୁ ଠିକ୍ ଜାଗାରେ। ତାପରେ ପଲ୍ଲବୀ କହିବେ, ଆଜ୍ଞା। ତାପରେ ଦାଦିମା ଚାଲିଯିବେ। ତାପରେ ପଲ୍ଲବୀ ଆଦର୍ଶକୁ କହିବେ, ଆଦର୍ଶ, ରାତି ବହୁତ ହେଲାଣି, ତମେ ବି ଯାଅ ଶୋଇପଡ଼। ତାପରେ ଆଦର୍ଶ କହିବେ, ଦେବୀଜୀ, ଏତେ ରାତିରେ ଏକା ଏକା ସ୍ତ୍ରୀ ପାଖରେ ବସିବାର ଯୋଉ ମଜା ଅଛି ନା, ସେ ମଜା କ'ଣ ରୁମ୍ରେ ଯାଇ ଶୋଇଲେ ମିଳିବ? ତା ଛଡ଼ା ଯାହା ବି ହଉନା କାହିଁକି, ମୁଁ କିନ୍ତୁ ମୋ ୱାଇଫ୍କୁ ଏକା ଛାଡ଼ି କୁଆଡ଼େ ବି ଯାଇପାରିବିନି, କୁଆଡ଼େ ବି ନୁହେଁ। ତାପରେ ରୁବି ତାଙ୍କ ରୁମ୍ରେ ଥିବେ ଆଉ କହିବେ, ଯାହା ହଉ ଭଲ ହେଲା, ବୁଢ଼ୀ ହଲ୍ରେ ସୋଫାରେ ବସିଛି। ଅନ୍ତତଃ ଆଜି ରାତିଟା ମଣିଷ ଏ ବେଡ୍ରେ ଶାନ୍ତିରେ ଶୋଇପଡ଼ିବ। ହଉ ଯାଉଛି। ଏମିତି କହି ରୁବି ଶୋଇବାକୁ ଯାଉଥିବେ ଆଉ ଅଚାନକ ଦାଦିମା ଆସିବେ ଆଉ କହିବେ, ହେ ବୁଢ଼ୀ କାହାକୁ କହିଲୁ ବେ? କାହାକୁ ତୁ ବୁଢ଼ୀ କହିଲୁ? ଆରେ ଶୁଣ ବା, ଏ ବୁଢ଼ୀ ତୋ ଭଳିଆ 10ଟା ମାଇକିଣା ଉପରେ ଭାରି ପଡ଼ିବ, ବୁଝିଲୁ? ହୁଁ, କହୁଛି କ'ଣ ନା ବୁଢ଼ୀ, ଆରେ ତୁ ବୁଢ଼ୀ ବା। ଏମିତି କହି ଦାଦିମା ବେଡ୍ ପାଖକୁ ଯାଇ କହିବେ, ଆରେ ବା, ସେଜଟା ପୁରା ବହୁତ ସୁନ୍ଦର ଭାବରେ ସଜା ହେଇଛି। ଯାହା ହଉ, ମୋ ପାଇଁ ବହୁତ ଭଲରେ ସେଜଟାକୁ ସଜେଇକିରି ରଖିଛୁ। ମୁଁ ତୋତେ ଯେତିକି ନିକମ୍ମା ଭାବିଥିଲି, ତୁ ତାଠୁ ଟିକେ କମ୍ ଅଛୁ। ଏମିତି କହି ଦାଦିମା ଶୋଇବେ ଆଉ କହିବେ, ଆଲୋ ଏ ଖାଇବା ଚୋରଣୀ, ନାଇଁ ଥାଉ, ଆଉ ଆଜି ତୋତେ ଖାଇବା ଚୋରଣୀ ଡାକିବିନି। ଆ ଶୁଣ ବା, ଟିକେ ଘଷି ଦଉନୁ। ଆରେ ଗୋଡ଼ଟା ଭାରି ବିନ୍ଧୁଛି ମ, ଆସେ ଆସେ ଟିକେ ଘଷି ଦେ। ଆଉ ଶୁଣ ବା, ଚାହିଁଛୁ କ'ଣ? ଶୁଣୁ, ଯଦି ମୋ ଗୋଡ଼ ଘଷି ଦେବୁ ତାହେଲେ ନୀଲମକୁ କ୍ଷମା କରିବା କଥା ମୁଁ ଟିକେ ଚିନ୍ତା କରିବି। ଏବେ ତୁ ଚିନ୍ତା କର, ତୁ କ'ଣ କରିବୁ। ତାପରେ ରୁବି ଯାଇ ଦାଦିମାର ଗୋଡ଼ ଘଷି ଦେବେ। ତାପରେ ଦାଦିମା କହିବେ, ଆରେ ଜୋରସେ ଘଷିନୁ। ଆରେ ଖାଉନୁ ନା କ'ଣ? ମୋତେ କହୁଛି କ'ଣ ବୁଢ଼ୀ, ଦେ ଟିକେ ଜୋରସେ ଚିପି। ତାପରେ ଆଦର୍ଶ ଆଉ ପଲ୍ଲବୀ ତଳେ ସୋଫାରେ ବସିଥିବେ ଆଉ ଆଦର୍ଶ ଶୋଇ ପଡ଼ୁଥିବେ। ତାପରେ ପଲ୍ଲବୀ କହିବେ, ଆଦର୍ଶ ବାବା, ମୁଁ ତୁମକୁ କହିଥିଲି ନା, ତମେ ଯାଅ ରୁମ୍ରେ ଯାଇ ଆରାମରେ ଶୁଅ, ଏଇଠି ବସି ଏମିତି ଢୁଲୁଛ କାହିଁକି? ତାପରେ ଆଦର୍ଶ କହିବେ, ତମ ବିନା ନିଦ ହବନି। ତାପରେ ପଲ୍ଲବୀ କହିବେ, ଠିକ୍ ଅଛି ବାବା, ତମେ ରୁମ୍କୁ ଯାଅ, ମୁଁ ସବୁ ଲାଇଟ୍ ଅଫ୍ କରିକି କିଚେନ୍ ସଫା କରିକି ଯାଉଛି। ତାପରେ ଆଦର୍ଶ କହିବେ, ସିଓର। ତାପରେ ପଲ୍ଲବୀ କହିବେ, ସିଓର ବାବା, ଯାଅ। ତାପରେ ଆଦର୍ଶ କହିବେ, ଠିକ୍ ଅଛି, ଯଦି ଲେଟ୍ ହବ ତାହେଲେ ମୁଁ ପୁଣି ଏଇଠିକି ଚାଲି ଆସିବି। ଏମିତି କହି ଆଦର୍ଶ ଚାଲିଯିବେ। ତାପରେ ପଲ୍ଲବୀ ଲାଇଟ୍ ଅଫ୍ କରିକି ଯାଉଥିବେ ଆଉ ଅଚାନକ ରିମଝିମ୍ ଆସିବେ। ତାପରେ ପଲ୍ଲବୀ କହିବେ, ନୀଲମ ଦି। ତାପରେ ନୀଲମ କହିବେ, ଆରେ ତୁ ପୁଣି ପଡ଼ିଗଲୁ। ସାରା ଜୀବନ ଏମିତି ଠୋକର ଖାଇବା ବୋଧେ ତୋ ଭାଗ୍ୟରେ ଲେଖା ଅଛି। ଏମିତି କହି ନୀଲମ ଆସୁଥିବେ ଆଉ ପଡ଼ି ଯାଉଥିବେ। ତାପରେ ପଲ୍ଲବୀ ଧରି ପକାଇବେ ଆଉ କହିବେ, ନୀଲମ ଦି, ଜୋରରେ ପାଟି କରନି, ଚୁପ୍ ରୁହନ୍ତୁ, ନହେଲେ ଘରେ ସମସ୍ତେ ଉଠିଯିବେ। ତାପରେ ନୀଲମ କହିବେ, ସମସ୍ତେ ଉଠି ପଡ଼ିବେ। ତାପରେ ପଲ୍ଲବୀ କହିବେ, ହଁ, କେହି ଉଠନ୍ତୁ କି ନ ଉଠନ୍ତୁ, ଯଦି ଦାଦିମା ଉଠିଗଲେ ତାହେଲେ ଆପଣଙ୍କୁ ଆଉ କେହି ବି ବଞ୍ଚେଇ ପାରିବେନି ଆଜି। ତାପରେ ନୀଲମ କହିବେ, ଅତି ବେଶୀରେ ହେଲେ କ'ଣ ହବ ପଲ୍ଲବୀ, ମୋତେ ଏ ଘରୁ ବାହାର କରିଦେବେ ତ? ଆରେ ଯାହା ଭାଗ୍ୟରେ ତା ସ୍ୱାମୀର ଘର ନାହିଁ, ତାକୁ ଯଦି ଏ ଘରୁ ବାହାର କରିଦିଆଯିବ ତାହେଲେ କ'ଣ ଫରକ ପଡ଼ିବ ତାକୁ, ଛାଡ଼। ତାପରେ ପଲ୍ଲବୀ କହିବେ, ନୀଲମ ଦି, ହୋସକୁ ଆସ, ତମେ ହୋସକୁ ଆସ। ସମସ୍ତେ ଯଦି ଜାଣିଯିବେ ତାହେଲେ ଆପଣ ଜାଣିଛନ୍ତି ତ, ଏତେ ରାତି ପର୍ଯ୍ୟନ୍ତ ବାହାରେ ବୁଲିବା ଆପଣଙ୍କ ପାଇଁ କେତେ ବିପଦ ହୋଇପାରେ।
ଆଜିକାଲି ୟଙ୍ଗ ଝିଅମାନଙ୍କୁ ଉଠେଇ ନେବା ପାଇଁ ରାସ୍ତାରେ ଗ୍ୟାଙ୍ଗମାନେ ଘୁରି ବୁଲୁଛନ୍ତି। ଆଉ ସେମାନେ ସେତେ ଝିଅମାନଙ୍କୁ ଉଠେଇ ନେଇ ଫରେନ୍ ସପ୍ଲାଏ କରିଦେଉଛନ୍ତି। ଏଥିପାଇଁ ଆପଣ ଟିକେ ସଚେତନ ରହିବା ନିହାତି ଦରକାର ଦିଦି। ଆଉ ଏ ଘରକୁ ଲେଟ୍ ନାଇଟ୍ରେ ଫେରିବା ଏଲାଉ ନୁହେଁ। ସେଇଥିପାଇଁ ପୁଣି ଆପଣ ମଦ ପିଇ ଘରକୁ ଏଭଳି ଅବସ୍ଥାରେ ଆସୁଛନ୍ତି। ସେ କଥା ଥରେ ଭାବନ୍ତୁ। ଆପଣଙ୍କର ମନେ ଥିବ କୋଉଭଳି ବିପଦରୁ ମୁଁ ଆପଣଙ୍କୁ ବଞ୍ଚେଇ ଆଣିଥିଲି। ତାପରେ ନୀଲମ କହିବେ, ତ ମୁଁ ଆଉ କ'ଣ କରିବି ପଲ୍ଲବୀ? ଏଇ ୟଙ୍ଗ ଏଜ୍ରେ ମୁଁ କ'ଣ ଏମିତି ଘରେ ବସି ବସି ବୁଢ଼ୀ ହେଇଯିବି? ଛାଡ଼ ମୋତେ। ତୋର କ'ଣ ଅଛି ପଲ୍ଲବୀ? ତୋ ଲାଇଫ୍ ତ ସେଟ୍ ହେଇସାରିଛି। ଆଦର୍ଶ ଭଳି ହଜବେଣ୍ଡ, କୋଟିପତି ଶାଶୁଘର, ତା ସାଙ୍ଗକୁ ତୋର ପୋଲିସ ଚାକିରି। କିନ୍ତୁ ମୋ ପାଖରେ କ'ଣ ଅଛି? ଏମିତିକି ମୋ ହଜବେଣ୍ଡ। ଏମିତି କହି ନୀଲମ ଚୁପ୍ ହେଇଯିବେ। ତାପରେ ପଲ୍ଲବୀ କହିବେ, ହଜବେଣ୍ଡ କ'ଣ? ତାପରେ ନୀଲମ କହିବେ, ଛାଡ଼ ତୁ ଯା ପଲ୍ଲବୀ। ମୋତେ ତୋ ସହାନୁଭୂତି କିଛି ବି ଦରକାର ନାହିଁ। ମୁଁ ଯାହାକୁ ପସନ୍ଦ କରୁଛି ତାକୁ କହିପାରିବିନି। ଆଉ ସିଏ ମୋତେ ପସନ୍ଦ କରୁଛି କି ନାହିଁ ସେଇଟା ବି ମୁଁ ଜାଣିନି। ତାପରେ ପଲ୍ଲବୀ କହିବେ, ନୀଲମ ଦି, ଆପଣଙ୍କର ବାହାଘର ହେଇସାରିଛି। ତାପରେ ବି ଆପଣ ଏଭଳି କଥାବାର୍ତ୍ତା କରୁଛନ୍ତି। କାହାକୁ ପସନ୍ଦ କରିବା, ପ୍ରେମ, ଏସବୁ କ'ଣ ଦି? ମୁଁ ବୁଝିପାରୁନି ଆପଣଙ୍କର କ'ଣ ହେଇଛି। ପୁଣି ଆପଣ ଆପଣଙ୍କର ହଜବେଣ୍ଡଙ୍କ ବିଷୟରେ କହି ଆସୁଥିଲେ ଆଉ ରହିଗଲେ। କ'ଣ ହେଇଛି ଦି? ସବୁ କିଛି ଠିକ୍ ଅଛି ତ? ତାପରେ ନୀଲମ କହିବେ, ସବୁ କିଛି ଠିକ୍ ନାହିଁ। ମୋତେ ସେ ବହୁତ ପସନ୍ଦ, କିନ୍ତୁ ମୁଁ ତାଙ୍କ ଯୋଗ୍ୟ ନୁହେଁ। ବହୁତ ଭଲ ସେ ପଲ୍ଲବୀ, ବହୁତ ଭଲ। ତୁ ତାଙ୍କୁ ଜାଣିଛୁ ତୁ ତାଙ୍କୁ। ଏମିତି କହି ନୀଲମ ସୋଫାରେ ଶୋଇପଡ଼ିବେ। ତାପରେ ପଲ୍ଲବୀ କହିବେ, ମୁଁ ତାଙ୍କୁ ଜାଣିଛି। ମୋ ଚିହ୍ନା ପିଲା ସିଏ। ନୀଲମ ଦି, କାହା ବିଷୟରେ କହୁଛନ୍ତି? କିଏ ସେ ପିଲା? ପୁଣି ହଜବେଣ୍ଡ ଥାଉ ଥାଉ ଏ ପ୍ରେମ? କିଛି ନା କିଛି ଗଡ଼ବଡ଼ ତ ନିଶ୍ଚୟ ଅଛି। ତାପରେ ସକାଳ ହେଲେ ଦାଦିମା ରୁବିକୁ କହିବେ, ଆଲୋ ହେ ଖାଇବା ଚୋରଣୀ, କୁଆଡ଼େ ଗଲୁ? ଉଠିଲୁ ନା ନାହିଁ ମ? ଆରେ ତୋ ଝିଅ ସୁକୁଟିକୁ ଡାକେ। ତାକୁ ପରା କହିଥିଲି ସେ ମୋର ଆଉ ପଲ୍ଲବୀର ଚେଲା ହେଇକିରି ରହିବ, ଆଉ ସେ କାମ ଶିଖିବ। ସେ କୁଆଡ଼େ ଗଲା? ଆରେ ଡାକେ ତାକୁ ମ। ତାପରେ ମମତା ଦାଦିମାକୁ ଚା ଦେଇ କହିବେ, ପିଉସୀ ମା, ଆପଣଙ୍କର ମନପସନ୍ଦ ଚା। ତାପରେ ଦାଦିମା କହିବେ, ହଉ ଦେ। ଏମିତି କହି ଦାଦିମା ଚା ଆଣି ପିଇବେ। ଆଉ କହିବେ, ଆରେ ୱାଃ, ବଢ଼ିଆ ହେଇଛି ତ ଚାଟା। ପଲ୍ଲବୀ ହାତର ଚା ଆଉ ତୋ ହାତର ଚା ପୁରା ଏକା ଭଳିଆ ଲାଗୁଛି। ତାପରେ ରୁବି ଆସିବେ ଆଉ ନୀଲମକୁ ଉଠେଇବେ। ତାପରେ ନୀଲମ କହିବେ, କ'ଣ ହେଲା ମାମା? ଆଉ ଟିକେ ଶୋଇବା ପାଇଁ ଦିଅ ତ। ତାପରେ ରୁବି କହିବେ, ଉଠ ବା। ତାପରେ ନୀଲମ କହିବେ, ଓହୋ ମାମା। ଏମିତି କହି ନୀଲମ ଉଠିବେ ଆଉ ଦାଦିମାକୁ ଦେଖି ଡରିଯିବେ।